Hello everyone. Today we discuss about basic chemistry part 2. ଏହି ଲେକ୍ଚରଟି ସାଧାରଣତଃ ଓଡ଼ିଆ ଏବଂ ଇଂଲିଶ ଲାଙ୍ଗୁଏଜରେ ବେସ୍ ଅଟେ। ପ୍ରଥମ କ୍ୱେଶ୍ଚନ୍, କପର ସଲଫେଟ୍ ସଲ୍ୟୁସନ୍ ଇଜ୍ ଏସିଡ଼ିକ୍ ଇନ୍ ନେଚର ଡ୍ୟୁ ଟୁ। କପର ସଲଫେଟ୍ ସଲ୍ୟୁସନ୍ ସାଧାରଣତଃ ଅମ୍ଳୀୟ ପ୍ରକୃତିର କାରଣ କ'ଣ? କ'ଣ ପାଇଁ ଅମ୍ଳୀୟ ପ୍ରକୃତିର? ଆନ୍ସର୍ ଇଜ୍ ହାଇଡ୍ରୋଲାଇସିସ୍। ଆନ୍ସର୍ ଇଜ୍ ହାଇଡ୍ରୋଲାଇସିସ୍। ହାଇଡ୍ରୋଲାଇସିସ୍ ପ୍ରକୃତି ପାଇଁ ସାଧାରଣତଃ କପର ସଲଫେଟ୍ଟି ଅମ୍ଳୀୟ ପ୍ରକୃତିର ଅଟେ। ହୁଇଚ୍ ୱାନ୍ ଅଫ୍ ଦ ଫଲୋଇଂ ଡାଜ୍ ନଟ୍ କଣ୍ଟେନ୍ ସିଲଭର। ଏମାନଙ୍କ ମଧ୍ୟରୁ କେଉଁଟି ସିଲଭର ଧାରଣ କରିନଥାଏ? ଆନ୍ସର୍ ଇଜ୍ ଜର୍ମାନ ସିଲଭର। ଜର୍ମାନ ସିଲଭର ଡାଜ୍ ନଟ୍ କଣ୍ଟେନ୍ ସିଲଭର। ଜର୍ମାନ ସିଲଭର ଇଜ୍ ଏ କପର alloy with nickel and zinc. German silver is a copper alloy with nickel and often zinc. Next question, what is a mixture of potassium nitrate powder, charcoal and sulfur called? potassium nitrate powder, charcoal ଏବଂ ସଲଫର ମିଶ୍ରଣକୁ ସାଧାରଣତଃ ଆମେ କ'ଣ କହିଥାଉ? ଗନ୍ ପାଉଡର କହିଥାଉ। ନେକ୍ସଟ କ୍ୱେଶ୍ଚନ୍, ବାୟୋଗ୍ୟାସ୍ ମେନଲି କଣ୍ଟେନ୍। ବାୟୋଗ୍ୟାସ୍ ସାଧାରଣତଃ କ'ଣ ଧାରଣ କରିଥାଏ? ମିଥେନ୍। ବାୟୋଗ୍ୟାସ୍ର ମୁଖ୍ୟ ଉପାଦାନ ମିଥେନ୍ ଅଟେ, ଯାହାକୁ ଆମେ ଜାଳେଣୀ ହିସାବରେ ବ୍ୟବହାର କରିଥାଉ। ନେକ୍ସଟ କ୍ୱେଶ୍ଚନ୍, ଏସିଡ୍ ରେନ୍ ଇଜ୍ କଜ୍ଡ ବାଇ ଦ ପଲ୍ୟୁଟେଣ୍ଟ। ଏସିଡ୍ ରେନ୍ ସାଧାରଣତଃ କେଉଁ କେଉଁ ପ୍ରଦୂଷକମାନଙ୍କ ଦ୍ୱାରା ତିଆରି ହୋଇଥାଏ? ହେୟାର ଆନ୍ସର୍ ଇଜ୍ ନାଇଟ୍ରୋଜେନ୍ ଅକ୍ସାଇଡ୍ ଆଣ୍ଡ ସଲଫର ଡାଇଅକ୍ସାଇଡ୍। Acid rain is caused by the chemical reaction with begins when the compounds like sulfur dioxide and nitrogen oxide are released. ଯେତେବେଳେ ସଲଫର ଡାଇଅକ୍ସାଇଡ୍ ଆଉ ନାଇଟ୍ରୋଜେନ୍ ଅକ୍ସାଇଡ୍ ରିଲିଜ୍ ହୋଇଥାଏ ଏୟାରରେ, ଦିସ୍ ସବଷ୍ଟାନ୍ସ କ୍ୟାନ୍ ରାଇଜ୍ ଭେରି ହାଇ ଇନ୍ଟୁ ଦ ଆଟମୋସ୍ଫିୟର। ସେହି ପଦାର୍ଥ ସାଧାରଣତଃ ବହୁତ ଉପରକୁ ପଳାଇ ଯାଇଥାଏ। ହ୍ୱେୟାର ଦେ ମିକ୍ସଡ୍, ସେମାନେ ମିଶିଥାନ୍ତି ଏଣ୍ଡ ରିଏକ୍ଟ ୱିଥ୍ ୱାଟର ଅକ୍ସିଜେନ୍, ଜଳ ଏବଂ ଅମ୍ଳଜାନ ସହିତ ପ୍ରତିକ୍ରିୟା କରି କେମିକାଲି ସେମାନେ ସାଧାରଣତଃ ମୋର ଏସିଡ଼ିକ୍ ହୋଇଯାଇଥାନ୍ତି, ଯାହାଫଳରେ ସେମାନଙ୍କୁ କୁହାଯାଇଥାଏ ବା ଦ୍ୟାଟ୍ ଇଜ୍ କଲ୍ଡ ଏସିଡ୍ ରେନ୍। ଏସିଡ୍ ରେନ୍ କହିଥାଉ। ଏସିଟାଇଲ୍ ସାଲିସାଇକ୍ଲିକ୍ ଏସିଡ୍ ଇଜ୍ କମନଲି ନୋନ୍ ଏଜ୍। ଏସିଟାଇଲ୍ ସାଲିସାଇକ୍ଲିକ୍ ଏସିଡ୍ ଇଜ୍ କମନଲି ନୋନ୍ ଏଜ୍ ଏ ପେନ୍ କିଲର। ଏସିଟାଇଲ୍ ସାଲିସାଇକ୍ଲିକ୍ ଏସିଡ୍ ଇଜ୍ କମନଲି ନୋନ୍ ଏଜ୍ ଏ ପେନ୍ କିଲର। Which solution will have highest boiling point? ଏମାନଙ୍କ ମଧ୍ୟରୁ କେଉଁ ଦ୍ରବଣଟି ସାଧାରଣତଃ ଅଧିକ boiling point ଅଧିକ? Answer is option B, 1% solution of sodium chloride in water. sodium chloride ଯଦି 1% ଜଳରେ ଯଦି 1% sodium chloride ମିଶାଇ ଦେବା, ତେବେ ତାର boiling point ସାଧାରଣତଃ ହାଇ ହୋଇଯାଇଥାଏ। ନେକ୍ସଟ କ୍ୱେଶ୍ଚନ୍, the disaccharide present in milk is। କେଉଁ ଡାଇସାକାରାଇଡ୍ ମିଲ୍କରେ ରହିଛି? ଲାକ୍ଟୋଜ୍ ହେଉଛି ମିଲ୍କରେ ରହିଛି। ସୁକ୍ରୋଜ୍ ଚିନିରେ ରହିଛି, ସେଇଭଳିଆ ଲାକ୍ଟୋଜ୍। ଦ ଡାଇସାକାରାଇଡ୍ ପ୍ରେଜେଣ୍ଟ ଇନ୍ ମିଲ୍କ ଇଜ୍ ଲାକ୍ଟୋଜ୍। ଲାକ୍ଟୋଜ୍ ଇଜ୍ ଏ ଡାଇସାକାରାଇଡ୍। କେମିକାଲ ଫର୍ମୁଲା C12H22O11. Lactose make up around 2 to 8% of milk by weight. Next question, which gas is commonly filled in giant balloon? ବେଲୁନ୍ ରେ ସାଧାରଣତଃ କେଉଁ ଗ୍ୟାସ୍ ଫିଲ୍ ହେଇକି ଥାଏ? ହିଲିୟମ୍ ଗ୍ୟାସ୍ ସାଧାରଣତଃ ଫିଲ୍ ହେଇକି ଥାଏ। କାହିଁକି ହିଲିୟମ୍ ଗ୍ୟାସ୍ ଫିଲ୍ ହେଇକି ଥାଏ? କାରଣ ହିଲିୟମ୍ ଗ୍ୟାସ୍ର କନସେନ୍ଟ୍ରେସନ୍ ବହୁତ କମ୍। ଅନ୍ୟାନ୍ୟ ବାୟୁ ତୁଳନାରେ ହିଲିୟମର ସାନ୍ଦ୍ରତା ସାଧାରଣତଃ ବହୁତ କମ୍ ହୋଇଥାଏ ଏବଂ ତାହା ହାଲୁକା ମୌଳିକ ଅଟେ। Which of the following is a super cold liquid? ଏମାନଙ୍କ ମଧ୍ୟରୁ କାହାକୁ ସୁପର କୋଲ୍ଡ ଲିକ୍ୱିଡର ଆଖ୍ୟା ମିଳିଛି? ଆନ୍ସର୍ ଇଜ୍ ଗ୍ଲାସ୍, କାଚଟି ସାଧାରଣତଃ ସୁପର କୋଲ୍ଡ ଲିକ୍ୱିଡ। ବିକଜ୍ ଇଟ୍ ଡାଜ୍ ନଟ୍ ଫର୍ମ ଏ କ୍ରିଷ୍ଟାଲାଇନ୍ ଷ୍ଟ୍ରକ୍ଚର, କାରଣ ଏଇଟା ସାଧାରଣତଃ ଗୋଟେ କ୍ରିଷ୍ଟାଲାଇନ୍ ଷ୍ଟ୍ରକ୍ଚର ଗଠନ କରି ନଥାଏ।
नेक्स्ट क्वेश्चन, which of the following gases may cause acid rain in an industrial area? एमानक मध्य केउ गैस साधारणतः इंडस्ट्रियल एरिया रे इंडस्ट्रियल शिल्पभित्तिक अंचल एसिड रेन रो कारण होता है सल्फर डाइऑक्साइड शिल्पभित्तिक अंचल दिल्ली मेट्रो सिटी लाइक दिल्ली कोलकाता चेन्नई। which one of the following glasses is used in bulletproof screen? बुलेटप्रूफ स्क्रीन पर साधारणतः क्यों ग्लास को व्यवहार कर जाता है रेनफोर्स्ड ग्लास इज यूज्ड इन बुलेटप्रूफ स्क्रीन। नेक्स्ट क्वेश्चन, which substance is used to retard the setting action of cement? साधारणतः क्यों पदार्थ को व्यवहार कर जाता है क्यों सब्सटेंस को व्यवहार कर जाता है रिटार्ड सेटिंग एक्शन ऑफ सीमेंट रो सेटिंग एक्शन को कम करने साधारणतः क्यों पदार्थ को व्यवहार कर जाता है सीमेंट रे साधारणतः जिप्सम को व्यवहार कर जाता है जिप्सम CaSO4 2H2O SO4। नेक्स्ट क्वेश्चन, फॉर्मालिन इज यूज्ड एज फॉर्मालिन साधारणतः क्यों उद्देश्य व्यवहार कर जाता है फॉर्मालिन इज यूज एज एंटीसेप्टिक पर्पज फॉर्मालिन 37 aqueous water solution formaldehyde a pungent gas with chemical formula HCHO used as an antiseptic disinfectant especially today as fixative of histology study of tissue। next question, the state of hybridization of carbon in diamond is the state of hybridization of carbon in diamond called sp3 hybridization sp2 hybridization in graphite रे sp2 hybridization diamond रे sp3 hybridization। next question, the ray that does not contain the metal particle रश्मि साधारणतः मेटल पार्टिकल को धारण कर न था गामा रे सिंबल वाई भाया गामा रे सिंबल गामा रे डज नॉट कंटेन मेटेरियल पार्टिकल्स शॉर्टेज वेवलेंथ इलेक्ट्रोमैग्नेटिक वेव सो इम्पार्ट द हाइएस्ट फोटोन एनर्जी बहुत अधिक रही। नेक्स्ट क्वेश्चन, द एसिड प्रेजेंट इन लेमन लेंबू रे थिबा अम्लर नाम कौन? आंसर इज साइट्रिक एसिड एंड मैलिक एसिड। द मेन organic acid contained in the flesh of lemon citric acid and malic acid। the sourness of citrus fruit taste of citric acid उपस्थित पाही से साइट्रस फल गुड़िक लाइक लेंबू कमला इटीसी सोरनेस लगी था साइट्रिक एसिड प्रेजेंस में खटा लगी था। नेक्स्ट क्वेश्चन, फैट इज ए लिपिड स्नेहसार जो लिपिड कहे। नेक्स्ट क्वेश्चन, कैलोरीफिक वैल्यू इन द ऑर्डर ऑफ कैलोरीफिक वैल्यू कहार कैलोरीफिक अधिक रु बेसी रु कम फैट रे कैलोरीफिक वैल्यू अधिक तापरे कार्बोहाइड्रेट रो कैलोरीफिक टी तलू सब कम कैलोरीफिक वैल्यू प्रोटीन शक्ति जोगाए फैट शक्ति जोगाए कार्बोहाइड्रेट शक्ति जोगाए प्रोटीन साधारणतः शरीर तैयारी साहाय्य करता है। नेक्स्ट क्वेश्चन, वल्कानाइजेशन इज द प्रोसेस ऑफ एडिंग सल्फर एडिंग here answer is sulfur। vulcanization is the process of adding of sulfur
Next question. Last question of this session. When quick lime is added to water, quick lime, Ca calcium oxide, CaO calcium oxide, heat is liberated. ଯେତେବେଳେ ଚୂନକୁ କଲି ଚୂନକୁ ଯେତେବେଳେ ପାଣିରେ ପକାଉଛେ ସେତେବେଳେ ଏହା ଗୋଟେ ତାପ ଉତ୍ପାଦକ exothermic reaction, so heat is liberated. Thank you.